नमस्ते वासुदेवाय। पंचदशोऽध्याय। श्रीसुत उवाच। सुत कहन्ति तोषमने शुणि सकल मुनिजने। एमନ୍ତ राजार वचन शुणि अर्जुन खेदमन। जेते कहिले धर्मसुत शकुन देखि विपरीत। कृष्ण वियोगे खेदमन स्वभावे शोकित बदन। तेज प्रताप दूरे गला जीवन थाउ देह मला। शोके कम्पई कळेबर बदनु न स्फुरे उतर। शोके कम्पई कळेबर बदनु न स्फुरे उतर। लोचने देई बेनिकर शोक संहरि वीरवर। शोके क्षण जे कळेबर बाक्य न स्फुरे शोक भर। सखा सदृश नन्दबला सारथी पणे रथे थिला। ए आदि जेते कृष्ण गुण सुमरी कांदे पुण पुण। राजांकु चाहि मन खेदे कहि शोक गद गदे। अर्जुन उवाच। सन्देश शुण नरनाथ कृष्णे मु होइली वंचित। मोर जीवन बंधु हरि तार वियोगे हतशिरी। विषय शरीर मोहर देख प्रत्यक्षे नृपवर। जेतेक प्रताप मोहर देवदानवे अगोचर। तेज से कृष्ण संगे गला जीवन थाउ देह मला। तार वियोग क्षण मात्रे शोक पूरित निज गात्रे। जेते अप्रिय दर्शन देख कुंठित मो जीवन। मरण काले प्राणी जेह्ने संभ्रमे कुंठित वचने। जाहार पादे आश्रय करी निज गांडीव करे धरी। द्रुपद गृहे राजा मेळे विवाद स्वयंवर काले। जेते मिलिले राजपुत्रे कन्या लभन्ते लोभ जिते। कन्या लभिबा काले गोळ जेसने समुद्र उलोळ। हेळे ताहांक तेज हरि लाख बिंधि मु नेली नारी। पशु मारणे जार संगे खांडव बने क्रीडा रंगे। सेवन अग्नि मुखे देई लभिली माया शोभा मुहि। अमर गण तुले पुणी किंचिते इंद्र तेज जिणी। एमन्ते मित्र हरि भणी जहि अशेष नृपमणि। तोहर यज्ञ काले मिली तो पादे कले निउछाली। ଯାହାର ତୁଲେ ବେନି ଭାଇ ଛଦ୍ର ମେ ବିପ୍ର ରୂପ ହୋଇ
ଜରାକୁ ବାହୁ ବଳେ ଜିଣି ରାଜାଙ୍କୁ ବନ୍ଦୀ ଘରୁ ଆଣି ତୋହର ଯଜ୍ଞ ସ୍ନାନ କାଳେ ଦ୍ରୌପଦୀ ଦେଖି ତୋର କୋଳେ ସ୍ୱଭାବେ ନାରୀ ଶିରୋମଣି କବରୀ ବେଶେ ଜନଜିଣି କପଟ ପାଶା କରିବା ଦେ କୌରବେ ତୋତେ ସଭା ମଧ୍ୟେ ଜିଣି ପାଞ୍ଚାଳି କେଶ ଧରି ବିବସ୍ତ୍ର ସଭା ମଧ୍ୟେ କରି ଭୟେ ପାଞ୍ଚାଳି ସୁମରିଲା ସେବେଳେ ଶ୍ରୀକୃଷ୍ଣ ରଖିଲା ପୁଣି ଅଜ୍ଞାତ ବନବାସେ ଦୁର୍ବାସା ଋଷିଙ୍କୁ ବିଶ୍ୱାସେ ଭୋଜନ ଅନ୍ତେ ରକ୍ଷା ଅର୍ଥେ ଆୟୁଷ୍ଟେ ବିପ୍ର ଘେନି ସାଥେ ଭୁଞ୍ଜିବା ପାଇଁ ସ୍ନାନ କରି ତା ଜାଣି ପ୍ରଭୁ ନରହରି ଅତିଥି ରୂପେ ବିଜେ କଲା ଶେଷେ ଯେ ଶାକ ଅନ୍ନ ଥିଲା କର ପ୍ରସାରି ତାହା ଖାଇ ମୁନିଙ୍କ ମନ ମଧ୍ୟେ ଥାଇ ସନ୍ତୋଷ କଲା ମନ ମଧ୍ୟେ ତକ୍ଷଣେ ବ୍ରାହ୍ମଣ ଆନନ୍ଦେ ସନ୍ତୋଷେ ନିଜ ପୁରେ ଗଲେ ସେ ଦୁଃଖୁ ସେ ରଖିଲେ ଭଲେ ଭୀଷ୍ମାଦି ଥିଲେ ଯେତେ ବୀର ଶୁଣ ରାଜନ ମନ ସ୍ଥିର ଯାହାର ତେଜେ ଧନୁ ଧରି ବଳେ ଜିଣିଲେ ଶୂଳଧାରି ସନ୍ତୋଷେ ମୋତେ ଉମାକାନ୍ତ ବୋଇଲେ ବର ମାଗ ପାର୍ଥ ପାର୍ବତୀ ବିଶ୍ୱାସେ ମୋହିତ ବର ପାଇଲି ପାଶୁପତ ହର ବିଶ୍ୱାସେ ମୋତେ ପୁଣି ପାର୍ବତୀ ଦେଲେ ଅକ୍ଷତୁଣି ଏବେ ସେବେନି ଶସ୍ତ୍ର ପାଇବନେ ମିଳିଲି ଇନ୍ଦ୍ରର ଭୁବନେ ନର ଶରୀରେ ସୁର ବେଶେ ମିଳିଲେ ସେ ହରି ବିଶ୍ୱାସେ ବିଷ୍ଣୁର ତେଜ ଦେଖି ମୋତେ ସର୍ବଦେବତା ପୁରୋହିତେ ବିଚାରି ସର୍ବେ ଅନୁମାନେ ବସାଇ ଇନ୍ଦ୍ରର ଆସନେ ମୋତେ ପୂଜିଲେ ପୁରସ୍କାରେ ମୁଁ ପୁଣି ରହି ସ୍ୱର୍ଗପୁରେ ସର୍ବଦେବତାଙ୍କ ବିଶ୍ୱାସ ଅସୁର ବଳ କଲି ନାଶ ଇନ୍ଦ୍ର ସହିତେ ଶୁଦ୍ଧ ଭାବେ ମୋତେ ଯେ ପୂଜିଲେ ଗୌରବେ ଯାହାର ଏତେ ପୁରସ୍କାର ସେ ହରି ମୋତେ କଲେ ଦୂର ଯେତେ ଗୋବିନ୍ଦ ବନ୍ଧୁଗଣେ କୁରୁସାଗରେ ଘୋର ରଣେ ତରିଲେ ଦୁସ୍ତର ସାଗର ଦେବଦାନବେ ଅଗୋଚର ସମରେ ରିପୁ ବଳ ଜିଣି ଅନେକ ଧନ ରତ୍ନ ଆଣି ରତ୍ନ ମୁକୁଟ ମଣି ପରେ ଥିଲା ଯେ ରାଜାଙ୍କର ଶିରେ ତାହା ହରିଲି ବାହୁବଳେ ନିର୍ଭୟେ ଅବନୀ ମଣ୍ଡଳେ ଯେ ହରି ମୋର ରଥେ ବସି
ଅଗାଧ କୁରୁ ବଳନାଶୀ ଭୀଷ୍ମ ସବିତା ସୁତ କୃପ ଶଲ୍ୟ ସହିତେ ଯେତେ ନୃପ ତାହାଙ୍କ ମଧ୍ୟେ ରଥ କରି ଅରିର ସୈନ୍ୟ କରେ ମାରି ରିପୁ ଆୟୁଷ ସଙ୍ଗେ ମନ ହରିଲେ ଶ୍ରୀହ ନନ୍ଦନ ନନ୍ଦନ ରିପୁ ଆୟୁଷ ସଙ୍ଗେ ମନ ହରିଲେ ଶ୍ରୀ ନନ୍ଦନନ୍ଦନ ବିରାଟ ଗୋଧନ ହରଣେ ମହାଦୁସ୍ତର ଘୋର ରଣେ ସେ କୁରୁ ଦୁସ୍ତର ସାଗରେ ଭୀଷ୍ମ ସହିତେ ଯେତେ ବୀରେ ଅମୋଘ ସରବର ସନ୍ତି ଦେବଦାନମ୍ବେ ନାହିଁ ଭ୍ରାନ୍ତି ଯାର ଚରଣ ଆଶ୍ରେ କରି ତାହାଙ୍କ ବଳ ଦର୍ପ ହରି ଗୋଧନ ନେଲି ନିଜ ପୁର ସେ ହରି ମୋତେ କଲେ ଦୂର ଯାର ମହିମା ଏ ସଂସାରେ ଭଜିଣ ନିସ୍ତରନ୍ତି ନରେ ସ୍ୱଭାବେ ସେ ଯେ ସତ୍ୟବ୍ରତ ସଂଗ୍ରାମେ ଥିଲା ଭୂମିଗତ ଯାହାର ପାଦ ପଦ୍ମ ଚିତେ ଜ୍ଞାନୀ ଯେ ଭଜୁଥାନ୍ତି ନିର୍ତେ ମହାରଥୀଙ୍କ ଚିତେ ଯାଇ ପ୍ରବେଶ କଲେ ଭାବଗ୍ରାହୀ ନୟନେ ମୋ ରୂପ ଦେଖନ୍ତି ଦେଖନ୍ତେ କେହି ନ ମାନନ୍ତି ସେ କୃଷ୍ଣ ବସି ମୋର ପାଶେ ଶୋଭିତ ଶୁକ୍ଳ ମନ୍ଦହାସେ ଆନନ୍ଦେ କରେ କର ଧରି ବିବିଧ ହାସ୍ୟ ହାସ୍ୟରି हे पार्थ हे अर्जुन सखे कुरु नंदन मन दुखे ताहार गुण कर्म जेते कहती मोहर ग्रते शयन आसन भोजने मुहि जे तांक सन्निध्याने संगे विहरी दासपणे रात्ररे करे प्रहारणे से अपराध मोर हरि नघेनी स्नेह चिते भरी सखीर सखी जेन्हे सहे पिता मातांकु जेन्हे पोए नृपेन्द्र शुण मोर बाणी मोते ठकिले चक्रपाणी मोहर प्रिय सखा हरि नघेनी स्नेह चिते भरी मोर देख मोहर वीरपण मार्गे गोविंद पत्नीगण आवरी न पारिली बळे तक्षणे उठिले गोपाळे सेहि गांडीव धनु मोर सेहि अक्षय तृणभार सेहि विमान अश्व देख क्षणके होइली निरेख जाहार तेजे नृपगणे
ନମନ୍ତି ମୋହର ଚରଣେ। ତାର ବିୟୋଗେ ତନୁ କ୍ଷୀଣ, ଦିଗ ଦିଶନ୍ତି ମୋତେ ଶୂନ୍ୟ। ସେ ପ୍ରାଣନାଥର ବିଯୋଗେ ଭସ୍ମ ଯେ ସ୍ନେହ ବିର୍ଭାଗେ। କୁହୁକ ସୁଦୃଷ୍ଟିରୁ ପାତ୍ରେ, ପ୍ରତ୍ୟକ୍ଷ ନୋହି ନିଜ ନେତ୍ରେ। ଶୁଣ ହେ ନୃପ ସୁଧ ଚେତା, ବନ୍ଧୁ ବାନ୍ଧବଙ୍କର ବାର୍ତ୍ତା। ଅପରେ ଯେତେ ଯଦୁକୂଳେ, ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ। ବ୍ରାହ୍ମଣ ଶାପେ ଅବଧାନେ, ମିଳିଲେ ଏରକାର ବନେ। ବାରୁଣୀ ମଧ୍ୟ କଲେ ପାନ, ଭୋଳେ ହୋଇଲେ ହତଜ୍ଞାନ। ଏରକା ମୁଷ୍ଟି କରେ ଧରି, ଏକୁଆରେକ ମରାମରି। ଆତ୍ମାକୁ ନ ଜାଣନ୍ତି ଭୋଳେ, ମିଳିଲେ ବ୍ରହ୍ମ ଶାପ ଫଳେ। ଏଣେ ଯାଦବ ବଳନାଶ, ରହିଲେ ସାତ ପାଞ୍ଚ ଶେଷ। ଈଶ୍ୱର କ୍ରୀଡ଼ା ଏ ଜଗତେ, ପ୍ରାଣୀ ଯେ ଈଶ୍ୱର ଆୟତେ। ମାରନ୍ତି ଏକୁଆରେ ବଳେ, ଜଳ ଜନ୍ତୁକୁ ଯେହ୍ନେ ଜଳେ। ନିର୍ବଳ ଜନ୍ତୁକୁ ଗିଳନ୍ତି, ନିଜ ମରଣ ନ ଜାଣନ୍ତି। ଦୁର୍ଜନ ପ୍ରାଣୀ ଏ ସକଳେ, ଦର୍ପ ହରନ୍ତି ତାର ହେଳେ। ଏହି ପ୍ରକାରେ ଯଦୁ ବଳେ, କଳି ଭିଆଇଥିଲେ ହେଳେ। ଯଦୁଙ୍କୁ ଯଦୁ ବଳେ ମାରି, ଭୂମିରୁ ଭାରା ଅପସରି। ଗୋବିନ୍ଦ କଲେ କର୍ମ ଯେତେ, ଲୀଳା ବିହରି ଏ ଜଗତେ। ସେ ଦେଶ କାଳ ଅର୍ଥ ଯୁକ୍ତେ, ଅପହରନ୍ତି ଜନହିତେ। ସେ କାଳ ପଶି ମୋର ଚିତେ, ପ୍ରାଣ ଦହଇ ଅବିରତେ। ଶ୍ରୀସୁତବାଚ। ଏମନ୍ତେ ପାଣ୍ଡବର୍ଜୁନ, କୃଷ୍ଣ ଚରଣେ ଦେଇ ମନ। ସୁହୃଦ ଭାବେ ଗାଢ଼େ ଚିନ୍ତି, ଲଭିଲା ସୁନିର୍ମଳ ଭକ୍ତି। କୃଷ୍ଣ ଚରଣେ ଅନୁଧ୍ୟାନେ, ଚିତ୍ତ ନିର୍ମଳ ଶାନ୍ତି ଜ୍ଞାନେ। ଥିଲା ଯେ ଅଶେଷ କଳ୍ମଷ, ଭକ୍ତି ଭାବରେ ଗଲା ନାଶ। ନିର୍ମଳ ବୁଦ୍ଧି ପ୍ରକାଶିଲା, ଗୋବିନ୍ଦ ବାକ୍ୟ ସୁମରିଲା। ସଂଗ୍ରାମ ମଧ୍ୟେ ରଥେ ଥାଇ, ସେକିତା କୃଷ୍ଣ ଗୁଣ ଗାଇ। ତାହା ସୁମରି ଶୁଦ୍ଧ ମନେ, ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ। ପ୍ରାକୃତ ଗୁଣେ ଗୁଣଲିଙ୍ଗ, ଅସଙ୍ଗ ସଙ୍ଗ ହେତୁ ଭଙ୍ଗ। ଆତ୍ମାର ମଣ ଅଂଶେ ହରି, ସେ କୃଷ୍ଣ ଗଲେ ନିଜ ପୁରୀ। ଅର୍ଜୁନ ମୁଖୁ ବାକ୍ୟ ଶୁଣି, ନିର୍ବେଦ ନୃପ ଚୂଡ଼ାମଣି।
କୁନ୍ତି ଯେ ନିଜ ପୁରେ ଥିଲେ ଗୋବିନ୍ଦ ବିୟୋଗ ଶୁଣିଲେ ତକ୍ଷଣେ ପାଇ ଦିବ୍ୟ ଜ୍ଞାନ ଗୋବିନ୍ଦ ପାଦେ ହେଲେ ଲୀନ ଆତ୍ମା ନିବୃତ ଜ୍ଞାନ ଯୋଗେ ନିଶ୍ଚଳ କରି ସ୍ୱର୍ଗ ମାର୍ଗେ ଜାଗେ ଗୋବିନ୍ଦ ମୋହିତେଜି ସ୍ୱଭାବେ ନୃତ୍ୟ ଧର୍ମେ ମଜି ତାର ମହିମା ନରଲୋକେ ସାଧିବେ ଏକ କୁଆରକେ କହି ଚଳନ୍ତି ଭଗବାନ କଳିଆଗମ ସେହି ଦିନ ମିଳିଲା ନର ଲୋକେ ଆସି ତକ୍ଷଣେ ଗ୍ରାମେ ଗ୍ରାମେ ପଶି ସକଳ ପୁରେ ପ୍ରାଣୀ ଚିତେ ଲୋଭ ବଢ଼ଇ ଦମ୍ଭ ମତେ ପ୍ରାଣୀ ନାଶନେ ଧର୍ମ ନାଶେ ପ୍ରାଣୀଏ କଳିର ବିଶ୍ୱାସେ ନିଷ୍ଠୁର ଚିତ ସର୍ବଜନ ତା ଦେଖି ଧର୍ମର ନନ୍ଦନ ସ୍ୱର୍ଗ ଗମନ ମନେ ପୁଣି ତକ୍ଷଣେ ପରୀକ୍ଷିତେ ଆଣି ଉତ୍ତମ ରାଜ ଚିହ୍ନ ଦେଖି ସକଳ ଗୁଣେ ଉପଲକ୍ଷୀ ଆତ୍ମାରେ ତୁଲ୍ୟ କରି ମଣି ଅନେକ ତୀର୍ଥ ଜଳ ଆଣି ହସ୍ତିନାପୁରେ ଅଭିଷେକେ ସ୍ଥାପିଲେ ନୃପ ନରଲୋକେ ଯାଦବ ବଂଶେ ଶେଷେ ଥିଲା ଦୁର୍ଜୟ ଅନିରୁଦ୍ଧ ବଳା ମଥୁରାପୁର ଧର୍ମ ବାଟେ ସ୍ଥାପିଲେ ସୁରସେନ ପାଟେ ସକଳ ଭୋଗ ଦୂର କରି ଶରୀର ବୋଧ ଅପହରି ଆତ୍ମାରେ ଆତ୍ମା ଅଗ୍ନି ଜାଳି ସର୍ବ ବିଷये ଘୃତ ଢାଳି ଜ୍ଞାନ ଗୋଚରେ ଅଗ୍ନିପାନେ ତକ୍ଷଣେ ଧର୍ମର ନନ୍ଦନ ସର୍ବ ସମ୍ପଦ ଦୂର କରି ନିର୍ମଳ ଚିତ ଧ୍ୟାନେ ଧରି ଅଶେଷ କର୍ମ ପାଶ ଛେଦି ତୋଷେ ଶରୀର ରନ୍ଧ୍ର ରୁଧି ମନ ବଚନ ଲୀନ କରି ବାୟୁ ଧାରଣେ ପୁଣି ଧରି ଅଜ୍ଞାନ ଉତ୍ସର୍ଗ ସହିତେ କୁଣ୍ଠିତ ମାର୍ଗେ ଅନ୍ତର୍ଗତେ ପୁଣ୍ୟ ଦେହ ପଞ୍ଚ ପ୍ରାଣ ଜୀବର ଯେତେ ପରିତ୍ରାଣ ସକଳ ଗୁଣେ ଗୁଣ ଧରି ଆତ୍ମାରେ ଆତ୍ମା ହୋମ କରି ବ୍ରହ୍ମ ନିର୍ବାଣେ ଥୋଇ ଚିତ ଉତ୍ତର ପଥେ ଉପଗତ ସୁସ୍ଥିର ମନ ନିରାହାରି ମୌନ ମୁକ୍ତ କେଶ ଧରି ଜଡ଼ ଉନ୍ନତ ମତ ପ୍ରାୟେ କେହି ଦେଖଇ ନିଜ କାଏ ଜନବଦନକୁ ନ ଚାହିଁ ଅନ୍ଧବଧିର ପ୍ରାୟ ହୋଇ ହୃଦେ ନିବେଶିବେନି ପାଣି
उत्तर दिगे नृपमणि पूर्व शेष मुनि जाते मुख्य होइले जेउ पथे परम ब्रह्म चिंता करी प्रस्थान स्वर्ग पथ हेरी पथे चलती चारि भाई राजार अनुरूप होई प्रजाଙ୍କୁ करी आलिंगन हरस करी सर्वजन से साधु शांत सत्य गुणी आत्मार अंतर्गते जानी मन निवेशी कृष्ण पासे मन निवेष्टि कृष्ण पादे कृष्णर भक्ति अप्रमादे निर्मल चित ताहांकर गोविंद पादे करिसार कृष्ण चरणे चित देले परम गति से लभिले विदुर थिले वनवासे प्रभास तीर्थे मोक्ष आसे गोविंद चरणे निश्चले प्राण छाड़िले जोग बले पितृगणक मध्ये मिशी नक्षत्र मध्ये जेने शशि निज भुवने विजय कले ब्राह्मण सापु निस्तरिले तक्षणे द्रुपद कुमारी भर्तार पथ अनुसरी कहती सुत सुध चिते सर्वमुनिक मध्यगते श्रीसुत उवाच एबे हो शुण विप्रजने कृष्ण महिमा सुधमने गोविंद चरण कमले पंडुकुमर भाव भोले संसार माया दूर कले जगत जन निस्तारिले परम मंगलये वाणी जे प्राणी सुध चिते पुणी परम मंगलये वाणी जे प्राणी सुध चिते शुणी से भक्ति लोभे अप्रमादे अन्ते पसई कृष्ण पादे कृष्ण महिमा सुधारस कहई जगन्नाथ दास इति श्रीमद्भागवते महापुराणे पारमहंस्यां संहितायां 82 प्रथमस्कन्धे पाण्डव हिमाचल गमने नाम 15 अध्याय। ॐ नमो भगवते वासुदेवाय।